श्री गणेशाय नमः। शुक्लांबरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। कार्तिक मास पंचक व्रत महात्म्य पंचम अध्याय। श्री सूत उवाच एथु अन्ते मुनि गण शुण श्रुति देई सत्यभामा को कहिले प्रभु भावग्राही। शुणी करी सत्यभामा हेले आनंदित आपणा स्वामी पादे हेले प्रणिपात। सादरे बोइले आहे प्रभु मायाधर विचित्र महिमा तब अति अगोचर। साधवर बहु पुणी खनि जाड़ी थिला तब कृपा बळे केउ गति से पाइला। बार व्रत उपवास किछि न जाणई सामान्य कथारे मुक्ति लभिला जे सेहि। अल्प लोक बड़ हुए तब कृपा बळे दाम्भिक लोकर पास माड़ नाही तिळे। राजसी जागरे तुम्भ मन नुहे तोष पंचक व्रतरे पुणी एडिकी संतोष। आउ किछि थिले कह पंचक व्रतर शुणिबा पाई मनरे श्रद्धा मोहर। तब मुखरु शुणिले पाइबि मुक्ति एहि अनुकंपा मते कर प्राणपति। श्रीकृष्ण उवाच कहन्ति श्रीकृष्ण सत्यभामा मुख चाहि एथु तारे जहा हेला शुण मन देई। विधि विधाने पंचक व्रत को पालिब पूर्णिमा बिनरे जान पूर्णाहुति देव। लक्ष्मी नारायण नामे पूजा विधि करी भक्ति भरे अर्घ्य देव हस्ते जल धरी। सूर्य देव गणेश को सादरे पूजिब अग्रे पंचदेवंकर चरण बंदिब। गायत्री सावित्री नामे पूजा विधि करी समस्त देवंको निज हृदय पद्मे स्मरी। षोडश पचारे तांक मन को तोषिब पूजा शेष करी तांक नामे अर्घ्य देव। एमंत विधि विधाने पूजा जेहु करे सेहि लोक गोटी घोर संसारु निस्तरे। जेउ जन ए विधिरे न पाळई व्रत अंतिमे घोर नरके हुई पतित। एबे शुण सत्या पूर्व सत्य जुग बाणी संक्षेपरे तुम्भ आगे कहुछि बखाणी। अलका गंगा नामरे नदी प्रवाहित सोमेरु पर्वत भेदी होइछि से जात। से गंगा नदी उदय गिरी पाख देई उत्तर दिग पूर्व दिग को जाए बही। जोजने कटई से नदीर विस्तार पूर्व मुख होई बही जाए गंगाधार। अयोध्या माड़ी प्रयाग तीर्थरे मिसई से प्रयाग तीर्थ महाविदित अटई। सेहि स्थान गंगार पवित्र जल घाट सेहि घाट निकटरे अछि बांछा बट। सेहि बांछा बट ठारू अल्प किछि दूर सेहि ठारू पूर्व को बहई गंगाधार। गंगार दक्षिण भागे सुभद्राश्रम नंदन कानन परि दिशई शोभन। अंगिला ऋषिंकर से आश्रम अटई
ତହିଁ ତପ ସିଦ୍ଧ କଲେ ଶିଷ୍ୟଗଣ ନେଇ। ବିଶାଳ ବଟ ବୃକ୍ଷ ଆଦ୍ୟରୁ ଥିଲା ରହି। କପୋତ ପକ୍ଷୀ ଗୋଟିଏ ବାସ କଲା ତହିଁ। ଚିତ୍ରଗ୍ରୀବ ବୋଲି ନାମ ଅଟେ କପୋତର। ସୁଜ୍ଞାନୀ ବିବେକ ମହା ସୁଶାନ୍ତ ସୁଧୀର। ସୁଲେଖା ନାମକ ପତି ତାହାର ଭାରି ଯା। ତହିଁରେ ବାସ କରି ରହିଲେ ପତି ଭାର୍ଯ୍ୟା। ସେ ବଟ ବୃକ୍ଷେ ବସା ବାନ୍ଧିଣ ଡିମ୍ବ ଦେଲେ। ଡିମ୍ବ ଫୁଟାଇଣ ଛୁଆ ଏକ ଜନ୍ମାଇଲେ। ଘୁଘୁ ବୋଲି କରି ନାମ ରଖିଲେ ତାହାର। ତାକୁ ଦେଖି ପିତା ମାତା ଆନନ୍ଦ ପାର। କିଛି ଦିନ ଯାନ୍ତେ ତାକୁ ବିଭା କରିଦେଲେ। ନୂଆ ବଧୂକୁ ଆପଣା ବସାକୁ ଆଣିଲେ। କପୋତ କପୋତୀ ପୁତ୍ର ବଧୂ ସଙ୍ଗେ ଧରି। ଏକା ବୃକ୍ଷ କରେ ଜାଣ ରହିଲେ ସେ ଚାରି। ଦିବସରେ ଆହାର ଖୋଜିଣ ଭ୍ରମୁଥାନ୍ତି। ସନ୍ଧ୍ୟା ହେଲେ ଆପଣାର ବସାକୁ ଫେରନ୍ତି। ଏହି ପ୍ରକାରେ ଜାଣ କିଛି ଦିନ ଗଲା। ଦୈବ ଯୋଗରେ କାର୍ତ୍ତିକ ବ୍ରତ ଯେ ପଡ଼ିଲା। ଋଷି କନ୍ୟା ଦେବ କନ୍ୟା ସତୀ କନ୍ୟା ଗଣ। ନିତ୍ୟେ ତହିଁ କି କରି ଆସନ୍ତି ଗଙ୍ଗା ସ୍ନାନ। ବୃକ୍ଷରେ ଥାଇ କପୋତ ସବୁ ଦେଖୁଥିଲା। ପୁତ୍ର ଭାର୍ଯ୍ୟା ବଧୂକୁ ସେ ଅନାଇ ବୋଇଲା। ଦେଖ ଆମ୍ଭର ଜୀବନ କେବେ ହୀନିମାନ। ପକ୍ଷୀ କୂଳେ ଜନମିଲୁ ନାହିଁ ଧର୍ମ ଜ୍ଞାନ। ରାମ ଗୋବିନ୍ଦ ନାମକ ଦିନେ ନ ଭଜିଲୁ। କୀଟ ପତଙ୍ଗ ଆମିଷ ଭକ୍ଷୀ ଦିନ ନେଲୁ। ଦେଖ ଏହି ନର ନାରୀ ମାନେ ପନ୍ତି ପନ୍ତି। ଆଷିଣ ଏ ଗଙ୍ଗା ଜଳେ ସ୍ନାନ କରୁଛନ୍ତି। ହରି ବୋଲ ହୁଳ ହୁଳି ଦେଇ ଆନନ୍ଦରେ। ଭଜନ ପୂଜନ ତାଙ୍କ ନାନା ଉପଚାରେ। ନିର୍ମଳ ଜ୍ଞାନକୁ ଲଭି ମୁକ୍ତି ପାଇବେ। ଅବହେଳେ ଭବ ସଂସାରରୁ ତରି ଯିବେ। କହ ତେବେ ଆମ୍ଭେମାନେ କିପରି ତରିବା। ପାପ କର୍ମ ଲାଗି ଘୋର ନରକେ ପଡ଼ିବା। କପୋତର ବାକ୍ୟ ଶୁଣି କହେ କପୋତୁଣୀ। ସ୍ୱାମୀ ମୁଖ ଚାହିଁଣ ସେ କହେ ମଞ୍ଜୁବାଣୀ। ଭାଗ୍ୟ ଦୋଷେ ଆମ୍ଭର ଯେ ପକ୍ଷୀ ଜନ୍ମ ହେଲା। କିଛି ଫଳ ନାହିଁ ବ୍ୟର୍ଥ ହୋଇ ଦିନ ଗଲା। ଆମିଷ କୀଟ ପତଙ୍ଗ ମାରି ନୀତି ଖାଉଁ। ପେଟ ପୁରି ଗଲେ ମହା ଆନନ୍ଦକୁ ପାଉଁ। ଆପଣ ଯେଉଁ ଆଦେଶ କରନ୍ତୁ କରିବେ। ଆମ୍ଭେ ସମସ୍ତେ ତାହା ପାଳିବୁ ଦୃଢ଼ ଭାବେ। ଯେଉଁପରି ସଂସାର ସାଗରୁ ତରି ଯିବା। ସେହିପରି କର୍ମ ସ୍ୱାମୀ କିମ୍ପା ନ କରିବା। ଆପଣ ଅଟନ୍ତି ମୋର ପ୍ରାଣର ଈଶ୍ୱର। ତୁମ୍ଭ ବିନୁ ମୋହର ବା ଅଛି କିଏ ଆର। ପିତା ମାତା ବାକ୍ୟ ପୁତ୍ର ବଧୂ ଶୁଣୁଥିଲେ। ସମତ କରି ପିତାଙ୍କୁ ଆଶ୍ୱାସନା ଦେଲେ। ସବୁରି ମନ କାର୍ତ୍ତିକ ବ୍ରତ ପାଳିବାକୁ। କପୋତ ଆନନ୍ଦ କଲା ଆପଣା ମନକୁ। ଆଶ୍ଵିନ ଯାଇ କାର୍ତ୍ତିକ ମାସ ପରବେଶ। ପହଞ୍ଚିଲା ପଞ୍ଚକ ବ୍ରତ ଯେ ଉପବାସ। ଋଷି କନ୍ୟା ମାନେ ସେ ସ୍ଥାନରେ ରୁଣ୍ଡ ହେଲେ। ନାନା ଉପଚାରେ ତହିଁ ବାଲୁକା ପୂଜିଲେ। ଖଣ୍ଡ କଦଳୀ ସାକର ବୁଧ କଞ୍ଚା ମୁଗ। ଏମନ୍ତ ପ୍ରକାରେ ଦେଲେ ନାନାବିଧ ଭୋଗ। ସେମାନଙ୍କ ଷୋଡ଼ଶୋପାଚାର ନେତ୍ରେ ଦେଖି। ଶୁଦ୍ଧ ଜଳରେ ସ୍ନାନ ସାରିଲେ ଚାରି ପକ୍ଷୀ। ବୃକ୍ଷେ ବସି ଖେଦ ମନେ ନିନ୍ଦି ଆପଣାକୁ। ପ୍ରଶଂସା କରନ୍ତି ନର ମନୁଷ୍ୟମାନଙ୍କୁ। ବୋଲନ୍ତି ଦେଖ ଏମାନେ କେଡ଼େ ଭାଗ୍ୟବାନ। ଆମ୍ଭେ ପକ୍ଷୀ ଜନ୍ମ ହେଲୁ ବଡ଼ ହୀନିମାନ। କେଉଁ ଦ୍ରବ୍ୟ ଦେଇ ଆମ୍ଭେ ପୂଜିବୁ ବିଷ୍ଣୁଙ୍କୁ।
ବିଧାତା ତା ହସ୍ତପାଦ ନ ଦେଲେ ଆମ୍ଭଙ୍କୁ। ବୃକ୍ଷ ପରେ ବସି ଏହି ଭାବନା କରନ୍ତି, ପଞ୍ଚକ ବ୍ରତ ଉପରେ ରଖି ଚିତ୍ତମତି। ବୃକ୍ଷ ମୂଳେ ନାରୀମାନେ ବାଲୁକା ପୂଜନ୍ତି, ଶଙ୍ଖ ଶବ୍ଦ କର ତାଳି ହୁଳହୁଳି ଦିଅନ୍ତି। ବିଷ୍ଣୁଙ୍କ ପାଦେ ନୈବେଦ୍ୟ ସମର୍ପଣ କରି, ବିଧି ବିଧାନରେ ବ୍ରତ ପୂଜା ବେଗେ ସାରି, ଅର୍ଘ୍ୟ ଦେଇ ପାଦ ପଦ୍ମେ ହେଲେ ପ୍ରଦକ୍ଷିଣ, କରପତ୍ର ଯୋଡ଼ି କଲେ ବିଷ୍ଣୁଙ୍କୁ ବନ୍ଦନ। ଏମନ୍ତେ ପୂଜା ସାରିଣ ଗୃହକୁ ଫେରିଲେ, ତହୁଁ ଚାରି ପକ୍ଷୀ ବୃକ୍ଷ ପରୁ ଓହ୍ଲାଇଲେ। ନିର୍ଜନ ସ୍ଥାନ ଦେଖିଣ କହଇ କପୋତ, ପୂଜା ଅବଶେଷେ ପଡ଼ିଅଛି ଭୂମିଗତ। ଏଣେ ତେଣେ ହୋଇ ଯେତେ ଦ୍ରବ୍ୟ ପଡ଼ିଅଛି, ସେସବୁକୁ ଥଣ୍ଟରେ ତୋଳିବା ବାଛି ବାଛି। ସେସବୁକୁ ଆମ୍ଭେ ଜାଣ ସଞ୍ଚିଣ ରଖିବା, ସେସବୁକୁ ଆମ୍ଭେ ଜାଣ ପ୍ରସାଦ କରିବା। ଏମନ୍ତେ ବୃକ୍ଷୁ ଓହ୍ଲାଇ ଚାରି ପକ୍ଷୀ ମିଳି, ପଡ଼ିଥିବା ଦ୍ରବ୍ୟମାନ ସବୁ ନେଲେ ତୋଳି। ପ୍ରଭୁ ପ୍ରସାଦ କରିଣ ସମସ୍ତ ଭକ୍ଷିଲେ, ତହୁଁ ଅବଶେଷେ କିଛି ସଞ୍ଚିଣ ରଖିଲେ। ଏହିପରି ବ୍ରତୀମାନେ ନୀତି ପ୍ରତିଦିନ, ଗଙ୍ଗା ତୀରକୁ ଆସନ୍ତି କରିବାକୁ ସ୍ନାନ। ସ୍ନାନ ସାରି ପୂଜା ବିଧି କରି ବାହୁଡ଼ନ୍ତି, ପୂର୍ବ ପରି ଚାରି ପକ୍ଷୀ ତଳକୁ ଓହ୍ଲାନ୍ତି। ପଡ଼ିଥିବା ଦ୍ରବ୍ୟମାନ ତୋଳି ଘେନି ଯାନ୍ତି, ଅଧେକ ପ୍ରସାଦ କରି ଅଧେକ ରଖନ୍ତି। କଞ୍ଚା ମୁଗ ଆଖ ବୁଟ ଅରୁଆ ଚାଉଳ, ଛେନା ପଣା ସହିତେ କଦଳୀ ନାରିକେଳ। କପୋତ ପକ୍ଷିଆ ପଣା ମନରେ ବିଚାରି, ଭଲ ଦ୍ରବ୍ୟକୁ ବାଛି ରଖିଲା ଯତ୍ନ କରି। କଞ୍ଚା ଦ୍ରବ୍ୟମାନ ଯାହା ଯାହା ରଖିଥିଲା, କପୋତ ପକ୍ଷୀ ତାହାକୁ ଚାରି ଭାଗ କଲା। ଆପଣା ପୁତ୍ର ବଧୂକୁ ଦୁଇ ଭାଗ ଦେଲେ, ଆପେ ସ୍ତ୍ରୀ ପୁତ୍ର ଦୁଇ ଭାଗ ଯେ ବାଣ୍ଟି ନେଲେ। ଗୋବିନ୍ଦ ସୁମରିତା ଭକ୍ଷିଲେ ଚାରି ଜଣ, ପକ୍ଷୀ ହେଲେ କି ହେଲା ମନୁଷ୍ୟ ଆଚରଣ। ଗଙ୍ଗା ଜଳରେ ପଶିଣ ମୁଖ ଧୌତ କରି, ବସାକୁ ଯାଇ ମୁଖେ ଜପିଲେ କୃଷ୍ଣ ହରି। ଏହି ପ୍ରକାରେ ଜାଣ ଗଲା କିଛି ଦିନ, ପଞ୍ଚକ ବ୍ରତ ପାଳିଲେ ପକ୍ଷୀ ଚାରି ଜଣ। ଚତୁର୍ଦ୍ଦଶୀ ଯାଇ ହେଲା ପୂର୍ଣ୍ଣିମା ଦିବସ, ବ୍ରତୀମାନେ ବିଷ୍ଣୁ ପାଦେ ପୂଜିଲେ ବିଶେଷ। ଅତିଥି ଲୋକଙ୍କୁ ଡାକି ଦେଲେ ଅନ୍ନ ପାଣି, ଦକ୍ଷିଣା ଦେଲେ ବ୍ରାହ୍ମଣଙ୍କର ମନ ଜାଣି। ବୃକ୍ଷେ ଥାଇ ଦେଖୁଥିଲେ ପକ୍ଷୀ ଚାରି ଜଣ, କପୋତୀକୁ କପୋତ କହଇ ସଖୀ ଶୁଣ। ପଞ୍ଚକ ବ୍ରତ ପାଳନା ବିଧି ମତେ କଲୁ, ଅତିଥି ଗୋଟିଏ ଆମ୍ଭେ କାହୁଁ ନ ପାଇଲୁ। ବ୍ରତ ନିଷ୍ଫଳ ହୁଏ ଅତିଥି ନ ସେବିଲେ, ପକ୍ଷୀ ବସାକୁ କିଏ ଆସିବ କାହିଁ ପାଇଁ। ଆହେ ପ୍ରଭୁ ଦୟାମୟ ପକ୍ଷୀ ଜନ୍ମ କଲ, ଏତେବେଳେ ବ୍ରତ ଆମ୍ଭ ହୋଇଛି ନିଷ୍ଫଳ। ଏହି ପ୍ରକାରେ ଚିନ୍ତା କରିଣ କପୋତ, ବ୍ରତ ସ୍ଥାନରେ ଯାଇଣ ହେଲା ଉପଗତ। ପୂର୍ବ ପରି ଚାରି ପକ୍ଷୀ ବୃକ୍ଷରୁ ଓହ୍ଲାଇ, ପଡ଼ିଥିବା ଦ୍ରବ୍ୟ ସବୁ ରଖିଲେ ଘୋଡ଼ାଇ। ହାଣ୍ଡି ମଧ୍ୟରେ ତାହାକୁ ପୁରାଇ ଯତନେ, ଦେଖିଲେ ରନ୍ଧନ ଚୁଲି ଅଛି ବ୍ରତ ସ୍ଥାନେ। କପୋତ ପକ୍ଷୀ ଚୁଲିରେ ଅଗ୍ନି ଲଗାଇଲା, ଅର୍ଘ୍ୟ ଦୁଧକୁ ମିଶାଇ ପାକ ସମ୍ପାଦିଲା। ପାକ ସମ୍ପାଦନା କରି କପୋତ ଭାଳଇ, 5 ଦିନ ହେଲା ଉପବାସେ ଅଛୁ ରହି। ଅତିଥିଙ୍କୁ ନ ଦେଇଣ ଭକ୍ଷିବା କିପରି, ତାଙ୍କ ଅନ୍ତର୍ଗତ କଥା ଜାଣିଲେ ଶ୍ରୀହରି। ଯେଣୁ କରି ଅଟନ୍ତି ସେ ଦୁଃଖୀ ଜନ ବନ୍ଧୁ,
ତେଣୁ କରି ନାମ ତାଙ୍କ ଅଟେ କୃପା ସିନ୍ଧୁ। ସେ ପ୍ରଭୁ ଦୟା ସାଗର ହୃଦେ ଦୟା ବହି। ଅବିଳମ୍ବେ ବ୍ରତ ସ୍ଥାନେ ମିଳିଲେ କ ଯାଇ। ବୃଦ୍ଧ ବ୍ରାହ୍ମଣ ବେଶକୁ ଆପଣେ ଧଇଲେ। ପକ୍ଷୀମାନଙ୍କ ନିକଟେ ଉପସ୍ଥିତ ହେଲେ। ଅତ୍ୟନ୍ତ ବୃଦ୍ଧ କଙ୍କାଳ ପରାଏ ଶରୀର। ଚକ୍ଷୁ ରୂପୀ ଛୁଡ଼ା ଝରି ପଡ଼େ ଝର ଝର। ପଥ ଚାଲିବାକୁ ଦେହେ ନଥାଏ ଶକତି। ଏଣିକି ତେଣିକି ହୋଇ ଭୂମିରେ ଗଡ଼ନ୍ତି। ଉଚ୍ଚରେ ଡାକନ୍ତି ଭୋକ ହେଲା 5 ଦିନ। କେଉଁଠିକେ ଦେବ ମୋତେ ମିଳିବ ଭୋଜନ। କ୍ଷୁଧା ବିପାସାରେ ପେଟ ଜଳୁଛି ମହର। ହେ ଦୈବ ପୁରୁଷ ମୋତେ ଦିଅ ହେ ଆହାର। ଅତି ବୃଦ୍ଧ ଜନ ମୋର ଚକ୍ଷୁ ନ ଦିଶଇ। କେବଣ ସ୍ଥାନେ ଆସିଲି ପଥ ବଣା ହୋଇ। ଦେଖୁ ଦେଖୁ ବେଳ ଆସି ହୁଏ ଅବସାନ। ଚାରିଦିଗ ମୋତେ ଲାଗେ ଅତି ବିଡ଼ମ୍ବନ। ଅନ୍ନ ବିହୀନେ ମୋହର ପ୍ରାଣ ଛାଡ଼ି ଯାଏ। ଏବେ କି କରିବି ପ୍ରଭୁ ଏଥକୁ ପାଏ। ଏମନ୍ତେ ବୃଦ୍ଧ ବିପ୍ରର ବାକ୍ୟ କର୍ଣ୍ଣେ ଶୁଣି। କପୋତ ପକ୍ଷୀ ତହୁଁ କହଇ ମଞ୍ଜୁବାଣୀ। କପୋତ କହଇ କପୋତୀକୁ ପ୍ରିୟେ ଦେଖ। ଅତିଥି ଜଣକ ଆସି ମିଳିଲେ ପ୍ରତ୍ୟକ୍ଷ। ବୃଦ୍ଧ ଅତିଥିଙ୍କୁ ଜାଣ ଅନ୍ନ ଭିକ୍ଷା ଦେବା। ପୂର୍ଣ୍ଣିମା ପଞ୍ଚକ ବ୍ରତ ପାଳନ କରିବା। ଧଡ଼ପଡ଼ ହୋଇ ଆସି କପୋତୀ କପୋତ। ବୃଦ୍ଧ ବ୍ରାହ୍ମଣଙ୍କ ପାଦେ କଲେ ଦଣ୍ଡବତ। ବୋଇଲେ ହେ ବିପ୍ର ତୁମ୍ଭେ ଆମ୍ଭ ଭାଗ୍ୟ ବଳେ। ଶୁଭ ଯୋଗେ ପ୍ରବେଶ ହୋଇଲ ଆମ୍ଭଠାରେ। ଆମ୍ଭେ 4 ପକ୍ଷୀଙ୍କ ପଞ୍ଚକ ଉପବାସ। ଆଜି ପୂର୍ଣ୍ଣିମା ତିଥିରେ ହୋଇଅଛି ଶେଷ। ପଞ୍ଚକ ବ୍ରତ ପାଳଣା ଆଜି ଆମ୍ଭ ହେଲା। ଅତିଥି ଜଣେ ଆମ୍ଭଙ୍କୁ କାହୁଁ ନ ମିଳିଲା। ତେଣୁଟି ନିରାଶ ହୋଇ ରହିଥିଲୁ ଆମ୍ଭେ। ଦୈବ ଯୋଗରେ ଆସି ପ୍ରବେଶିଲ ତୁମ୍ଭେ। ତୀରଣ ଆମ୍ଭର ଯେ ସମସ୍ତ ହୋଇଅଛି। ଏହିଠାରେ ବିପ୍ର ହେ ଭୋଜନ କର କିଛି। କପୋତର ବାକ୍ୟ ବିପ୍ର କର୍ଣ୍ଣରେ ଶୁଣିଲେ। ତୁମ୍ଭେ କିଏ ବାପ ବୋଲି ସାଦରେ ପୁଛିଲେ। ଦେଖିବା ଶୁଣିବା ଶକ୍ତି ମୋହର ଯେ ନାହିଁ। ସ୍ୱଭାବେ ବୃଦ୍ଧ ବୟସ ମୋହର ଅଟଇ। କ୍ଷୁଧା ଅନଳରେ ମୋର ଉଦର ଜଳୁଛି। ସକାଳରୁ ସଞ୍ଜ ହେଲା ଖାଇ ନାହିଁ କିଛି। ବିପ୍ରଙ୍କୁ ଚାହିଁ କପୋତ ବୋଇଲେ ସଧୀରେ। ଆନନ ବିଚାରି ତୁମ୍ଭେ ବସ ଏହିଠାରେ। ସ୍ୱଭାବେ ପକ୍ଷୀ କୂଳରେ ଜନମ ଆମ୍ଭର। ଆମ୍ଭେ କିସ ଜାଣିଅଛୁ ମହତ ବ୍ୟବହାର। କୀଟ ପତଙ୍ଗ ଆହାର ନିତ୍ୟ କରିଥାଇ। ଧର୍ମ କର୍ମ ବୋଲି ଆମ୍ଭେ ଜାଣିବୁ ବା କାହୁଁ। କୂଳବତୀ ନାରୀମାନେ ସ୍ଥାନକୁ ଆସି। ଧର୍ମ କାର୍ଯ୍ୟମାନ କରି ଯାନ୍ତି ଅହର୍ନିଶି। ସେମାନଙ୍କ ପୁଣ୍ୟ କର୍ମ ଦେଖିଲୁ ନେତ୍ରରେ। ଆମ୍ଭେ 4ଙ୍କର ମନ ଲାଗିଲା ତହିଁରେ। ଆପଣା ପକ୍ଷୀ ସ୍ୱଭାବ ସବୁ ପରିହରି। ସ୍ଥିତି ସ୍ତ୍ରୀ ମାନଙ୍କର ବୃତ୍ତିକୁ ଆଚରି। ପଞ୍ଚକ ବ୍ରତ ପାଳନା କଲୁ 5 ଦିନ। 5 ଦିନ ଉପବାସେ ଅଛୁ 4 ଜଣ। ଅତିଥି ନ ପାଇ ରହିଥିଲୁ ନିରାଶରେ। ଆପଣ ପ୍ରବେଶ ହେଲେ ଦୈବ ଯୋଗରେ। ପକ୍ଷୀମାନଙ୍କ ବସାକୁ କିଏ ବା ଆସିବ। ଅତିଥି ଜନ ଆମ୍ଭଙ୍କୁ କାହିଁ ବା ମିଳିବ। ଆମ୍ଭ ମନ କଥା ପ୍ରଭୁ ଜାଣିଲେ ଅନ୍ତରେ। ଆପଣ ପ୍ରବେଶ ଆସି ପ୍ରଭୁଙ୍କ ଦୟାରେ। ଜାଣିଲୁ ଆମ୍ଭର ବ୍ରତ ହେଲା ସମାପନ। ଯେଣୁ କରି ଆପଣଙ୍କ ଶୁଭ ଆଗମନ। ଏମନ୍ତ କହି କପୋତ ବିପ୍ର ପାଶେ ଗଲେ। ଶୁଦ୍ଧ ଜଳ ନେଇ ତାଙ୍କ ପାଦ ଧୋଇ ଦେଲେ।
ଚାରି ଗୋଟି ବନା ତହୁଁ ଯତନେ ତିଆରି। ସେ ପାଦୋଦକକୁ ପାନ କଲେ ପକ୍ଷୀ ଚାରି। ତହୁଁ ପରେ ଦନା ଏକ ତିଆରି ଯତନେ। ବିପ୍ରଙ୍କୁ ବୋଇଲେ ଆସିବ ସଜା ଭୋଜନେ। ଖାଦ୍ୟ ଦ୍ରବ୍ୟ ମାନ ଦନା ଭିତରେ ପୁରାଇ। ବିପ୍ରଙ୍କ ସମ୍ମୁଖେ ତାହା ଥୋଇଦେଲେ ନେଇ। ଦୁଇ ଗ୍ରାସ କରି ବିପ୍ର ତାହାକୁ ଖାଇଲେ। ଅବିଳମ୍ବେ ଦିଅ ବାପ ଆଉ କିଛି ଥିଲେ। ନିଜ ଭାଗ ନେଇ କପୋତ ଦେଲେ ତାଙ୍କୁ। ବିଳମ୍ବ ନ କରି ବିପ୍ର ଖାଇଲା ସବୁକୁ। ପୁଣି ବୋଇଲା ବିପ୍ର ଆହୁରି ଦିଅ କିଛି। ଦିନ ଯାକ ଉପବାସ ପେଟ ନ ପୁରୁଛି। ଏହା ଶୁଣି କପୋତ ଯେ ଭାର୍ଯ୍ୟା ପାଶେ ଗଲା। ବିପ୍ର ଆହୁରି ମାଗୁଛି ବୋଲି ନ କହିଲା। କପୋତୀ ବୋଲେ ମୋହର ଭାଗ ନେଇ ଦିଅ। ଯେଉଁପରି ସେ ବିପ୍ରଙ୍କୁ ସନ୍ତୁଷ୍ଟ କରାଅ। ତହୁଁ କପୋତୀର ଭାଗ ନେଇ ବିପ୍ରେ ଦେଲେ। ବିଳମ୍ବ ନ କରି ବିପ୍ର ଖାଇବା ଚଞ୍ଚଳେ। ସବୁ ଖାଇ ଦେଇ ବିପ୍ର ସଧିରେ କହଇ। ଭୋଜନ ଦେଇ ପରାଣ ରଖିଲୁ ଯେ ତୁହି। ଆଉ କିଛି ଥିଲେ ଆଣି ଖାଇବାକୁ ଦିଅ। ଆମ୍ଭ ଆଶୀର୍ବାଦେ ତୁମ୍ଭେ ଆନନ୍ଦରେ ଥାଅ। ଶୁଣି କରି କପୋତ ଯେ ମନରେ ବିକଳ। ପୁତ୍ର ଭାର୍ଯ୍ୟା ପାଶେ ଯାଇ କହିଲା ସକଳ। ଭୋଜନରେ ବିପ୍ରର ଉଦର ନ ପୂରିଲା। ଆମ୍ଭ ଦୁଇ ଜଣଙ୍କର ଭାଗକୁ ଖାଇଲା। ପୁଣି ମାଗୁଅଛି ବିପ୍ର ଦିଅ ଖାଇବାକୁ। ଏବେଳେ ନିରାଶ କେବେ କରି ନୁହେଁ ତାକୁ। 5 ଦିନ ହେଲା ଆମ୍ଭେ ଅଛୁଁ ଉପବାସ। ଏପରି ହେଲେ ପଛକୁ କରିବୁ ଯେ କିସ। ପିତା ବାକ୍ୟ ଶୁଣି ପୁତ୍ର ସଧିରେ କହଇ। ମୋହର ଯେ ଭାଗ ଗୋଟି ତାଙ୍କୁ ଦିଅ ନେଇ। ବିପ୍ର ଯେବେ ଆମ୍ଭଠାରେ ସନ୍ତୋଷ ହୋଇବେ। ବ୍ରତର ଫଳ ଆମ୍ଭଙ୍କୁ ପ୍ରଭୁ ନିଶ୍ଚୟ ଦେବେ। ପୁତ୍ର ବାକ୍ୟ ଶୁଣିଣ କପୋତ ଅତି ତୋଷ। ତାର ଭାଗ ନେଇ ସମର୍ପିଲା ବିପ୍ର ପାଶ। ବିଳମ୍ବ ନ କରି ବିପ୍ର ସବୁ ଖାଇଦେଲା। ବୋଲେ ଆଉ କିଛି ଦିଅ ପେଟ ନ ପୂରିଲା। ବିପ୍ର ବାକ୍ୟେ କପୋତ ଯେ ବଧୂ ପାଶେ ଯାଇ। ସକଳ ସନ୍ଦେଶ ତାକୁ ଦେଲା ସମଝାଇ। ଆଉ କିଛି ଦିଅ ବୋଲି ବିପ୍ର ଯେ ମାଗନ୍ତି। ଉଦର ପୂର୍ଣ୍ଣ ହୋଇବ ବୋଲି ସେ କହନ୍ତି। ଶ୍ୱଶୁର ବାକ୍ୟରେ ବଧୂ ଦେଲା ଉତ୍ତର। ବୋଇଲା ଅତ୍ୟନ୍ତ ଲୋଭୀ ଅଟେ ବିପ୍ରବର। ଦେଖ ସେହି ବ୍ରାହ୍ମଣର କେଡ଼େ ଲୋଭପଣ। ଚାରିଙ୍କ ଅନ୍ତକୁ ଜଣେ ଖାଇଲା କପୁଣ। 3 ଭାଗ ଖାଇଲା ସେ ଭାଗେକ ବଞ୍ଚିଛି। ପୁଣି ସେ ଭାଗ ଗୋଟିକି ବ୍ରାହ୍ମଣ ମାଗୁଛି। ନେଇ ଦିଅ ବ୍ରାହ୍ମଣକୁ ସବୁ ଯାକ ଖାଉ। ତାର ପେଟ ପୁରୁ ଆମ୍ଭ ପାଳନା ନ ହେଉ। ଶ୍ୱଶୁରଙ୍କୁ ବଧୂ ଯହୁଁ ଏପରି କହିଲା। ଭୋଜନରେ ଥାଇ ବିପ୍ର ଏକଥା ଶୁଣିଲା। କପୋତ କପୋତୀ ବୋଲି ଉଚ୍ଚରେ ଡାକିଲେ। ଆଉ ନ ଆଣ ଭୋଜନ ସରିଲା ବୋଇଲେ। ବିପ୍ର ଡାକ ଶୁଣିଣ କପୋତ ଆସେ ଧାଇଁ। ବଧୂର ଭାଗକୁ ହସ୍ତେ ଧରିଣ ଛଇ। ବ୍ରାହ୍ମଣ ନିକଟେ ଆସି ହେଲା ଉପସ୍ଥିତ। ଦେଖିଲା ସେଠାରେ ନିଜେ ଜଗତର ନାଥ। ନବୀନ ଘନ ବନେ ନିରଦର ଯେ ଆଭା। ଝଟକେ ପୀତ ବସନ ବିଜୁଳିର ପ୍ରଭା। ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଦ୍ଧା ମୂରତି। ଉଭା ହୋଇ ବିରାଜନ୍ତି ପ୍ରଭୁ ଜଗଜ୍ୟୋତି। ସ୍ୱୟଂ ପରମ ବ୍ରହ୍ମମୂର୍ତ୍ତି କପୋତ ଦେଖିଲା। ଆନନ୍ଦ ସାଗରେ ବୁଡ଼ି ପ୍ରେମେ ଭୋଳ ହେଲା। ସ୍ୱଭାବରେ ପକ୍ଷୀ ସେ ତ ସ୍ତୁତି ନ ଜାଣଇ। ହରି ହରି ବୋଲ ଚତୁର୍ଦିଗରେ ଘୁରଇ।
ପ୍ରଭୁଙ୍କ ଚତୁର୍ଦିଗରେ କରେ ପରିକ୍ରମା। କେବ ନିପାରିବ ତାର ଆନନ୍ଦର ସୀମା। ପକ୍ଷୀର ଏ ଭାବ ଦେଖି ପ୍ରଭୁ ଚକ୍ରଧର, ଦୟା ଚିତ୍ତେ ଦୟା କଲେ ଦୟାର ସାଗର। ଆନନ ବିଚାରି ତାକୁ ନିଜ ରୂପ ଦେଲେ, ତହୁଁ କପୋତର ଭାର୍ଯ୍ୟା ପୁତ୍ରଙ୍କୁ ଡାକିଲେ। ସେତିନିକି ନିଜ ରୂପ ଦେଲେ ଋଷିକେଶ, ଆଦେଶ ବିହିଲେ ରଥ ପରେ ଯାଇ ବସ। ଜୟ ବିଜୟ ସୁଶୀଳ ପୁଣି ଅତିଶୀଳ, ଚାରିଜଣ ଅଟନ୍ତି ପ୍ରଭୁଙ୍କ ଦ୍ୱାରପାଳ। ଏ ଚାରିଜଣ ଅଟନ୍ତି ପ୍ରଭୁଙ୍କର ଦୂତ, ରଥ ମଧ୍ୟରେ ଏମାନେ ଥିଲେ ଉପସ୍ଥିତ। ପ୍ରଭୁ ଆଜ୍ଞା ପାଇଣ ଯେ ପକ୍ଷୀ 3 ଜଣ, ଦିବ୍ୟ ରଥ ଉପରେ ଯାଇ କଲେ ଆରୋହଣ। ଅଧା ସ୍ୱର୍ଗେ ଥାଇ ଦେବତାଏ ଦେଖୁଥିଲେ, ସେହିମାନଙ୍କ ଉପରକୁ ପୃଷ୍ଠବୃଷ୍ଟି କଲେ। ସ୍ୱର୍ଗ ଭୁବନକୁ ରଥ ବିକ୍ରମୀ ଗମିଲା, କପୋତ ନିକଟେ ରହି ସବୁ ଦେଖୁଥିଲା। କାନ୍ଦି କାକୁସ୍ଥ ଚିତ୍ତରେ ଡାକେ ଉଚ୍ଚରାବେ, ମୋତେ ଏକାକିନୀ କରି ଛାଡ଼ିଗଲ ସର୍ବେ। ଏତେବେଳେ ମୁହିଁ କେଉଁ ଉପାୟ କରିବି, କେଉଁ ପରି କାହା ସଙ୍ଗେ ଦିନ ମୁଁ ବଞ୍ଚିବି। ରଥେ ଥାଇ ଶାଶୁ ତାର କ୍ରନ୍ଦନ ଶୁଣିଲା, ଆପଣା ଗଳାରୁ କରମାଳା ସେ କାଢ଼ିଲା। ସାଦରେ ବୋଇଲା ତୋର ମନ ସ୍ଥିର ନାହିଁ, ବୃଥାଟାରେ ଯିବାକୁ ଗୋ ଲୋଡ଼ୁ କାହିଁ ପାଇଁ। ଏହି ମାଳା ଗୋଟି ନେଇ ପିନ୍ଧ ତୁ ଗଳାରେ, ଦେଖିବେ ଜଗତ ଜନେ ଯାବତ କାଳରେ। ବୋହୂକୁ ଏହି ପ୍ରକାରେ ପ୍ରବୋଧନା ଦେଇ, ବୈକୁଣ୍ଠ ଭୁବନେ ପ୍ରବେଶ ହେଲେ ଯାଇ। ଦିବ୍ୟ ଭୋଗ ପାଇଣ ସେ ଅଚିନ୍ତେ ରହିଲେ, ଏହିପରି 3 ପକ୍ଷୀ ଉଦ୍ଧାର ପାଇଲେ। ଯେ ବଣବଧୂ ତାହାର ପୃଥ୍ୱୀରେ ରହିଲା, କପୋତୀ ବୋଲି କରିଣ ନାମ ତାର ଦେଲା। ସେହି ଦିନୁ କରମାଳ କପୋତୀ ଗଳାରେ, ରହି ବିରାଜି ଦିଶିଲା ଯାବତ କାଳରେ। ଦେଖ ପଞ୍ଚକ ବ୍ରତର ମହିମା କିପରି, ପକ୍ଷୀ ପକ୍ଷିଣୀ ଉଦ୍ଧାର ହେଲେ କେଉଁ ପରି। ଶ୍ରଦ୍ଧା ଚିତ୍ତେ ପଞ୍ଚକ ବ୍ରତ ଯେ କରନ୍ତି, ଅବହେଳେ ଭବ ସଂସାରରୁ ତରି ଯାନ୍ତି। ଶରୀର ମଧ୍ୟରେ ଯେଉଁ ଯାଏ ପ୍ରାଣ ଥିବ, ସେତେ ଦିନ ଯାଏ ଏହି ବ୍ରତ ନ ଛାଡ଼ିବ। ପଞ୍ଚକ ବ୍ରତ ଯତ୍ନେ ପାଳିବ 5 ଦିନ, ଏହି 5 ଦିନ କେବେ ନ କରିବ ଭୋଜନ। ଉପବାସ ରହିବାକୁ ଅସମର୍ଥ ଯେବେ, ଫଳମୂଳ ମାନ କିଛି ଭକ୍ଷିବ ଯେତେବେ। ସେତିକିରେ ଯେହୁ ପୁଣି ଜନ ଅସମର୍ଥ, ହବିଷ୍ୟ ନ ଖାଇ ପାଳିବ ଏହି ବ୍ରତ। ଆପଣାର ଅସମର୍ଥ ସତ୍ୟ କଥା ମାନ, ପ୍ରଭୁ ପାଦେ ଜଣାଇବ କରି ନିବେଦନ। ସେପରି ଲୋକର ବ୍ରତ ଫଳ ପୂର୍ଣ୍ଣ ହୁଏ, ସତ୍ୟାଗରେ କହିଲେ ପ୍ରଭୁ ଦେବରାଏ। ଶ୍ରୀହରି ବୋଲନ୍ତି ସତ୍ୟା ଶୁଣ ଦେଇ ଚିତ୍ତ, ବ୍ରତମାନଙ୍କେ ପଞ୍ଚକ ବ୍ରତ ମହାବ୍ରତ। ପ୍ରତି ସମ୍ବତ୍ସରେ ବ୍ରତ ପାଳନା କରିବ, ତେବେ ଜାଣ ଭବ ପ୍ରେମ ମୋଠାରେ ବଢ଼ିବ। କାର୍ତ୍ତିକେ ପଞ୍ଚକ ବ୍ରତ ଯେ କରେ ପାଳନ, ଜଗତ ମଧ୍ୟରେ ସେହି ଲୋକ ଅଟେ ଧନ୍ୟ। ତାହାର ଅଙ୍ଗରେ ପାପ ତାପ ନ ରହି, ରୋଗ ଶୋକ ଜରା ବ୍ୟାଧି ତାକୁ ନ ବାଧଇ। ରାଜଦଣ୍ଡ କାଳ ଦଣ୍ଡ ଯମ ଦଣ୍ଡ ମାନ, ପଞ୍ଚକ ବ୍ରତ ପାଳନେ ହୁଅଇ ଖଣ୍ଡନ। ନର ମନୁଷ୍ୟଙ୍କ ମଧ୍ୟେ ସେ ଲୋକ ପବିତ୍ର, ଶୁଦ୍ଧ ପୂତ ସୁନିର୍ମଳ ଅଟେ ତାଙ୍କ ଗାତ୍ର। ପଞ୍ଚକ ବ୍ରତୀଙ୍କ ସଙ୍ଗେ ସଙ୍ଗ ଯେ ହୁଅଇ, ସେ ଲୋକରେ ପାପ ତାପ ସବୁ ନାଶ ଯାଇ।
ସାକ୍ଷାତରେ ଦେବଂଶୀ ଅଟନ୍ତି ସେ ଜନ। ବିଚାରି ବୁଝିଲେ ସେହୁ ଦେବତା ସମାନ। ପଞ୍ଚକ ବ୍ରତ ପାଳନା ଯେ ଜନ କରନ୍ତି। ଇହ ଜନ୍ମେ ସୁଖ ଅନ୍ତେ ବୈକୁଣ୍ଠେ ବସନ୍ତି। ପୂର୍ଣ୍ଣମାସୀ ତିଥି ଶୁଭେ ଦିଅ ଦୀପଦାନ। ଭକତି ଚିତ୍ତରେ କର ହରି ନାମ ଗାନ। ଦୃଢ଼ ବନ୍ଧେ ପୂର୍ବ ମୁଖେ ବସି ପଦ୍ମାସନେ। ହରି ନାମାମୃତ ପାନ କରି ଶୁଦ୍ଧ ମନେ। ପଞ୍ଚକ ବ୍ରତ ଚରିତ ଶୁଣ ଏହି ଚିତ୍ତେ। ଲକ୍ଷ୍ମୀ ନାରାୟଣ ନାମ ଧ୍ୟାଇ ହୃଦ ଗତେ। ଦାନ ଦକ୍ଷିଣା ଦିଅ ବକ୍ତା ମନ ଜାଣି। ଅତିଥି ଜନମାନଙ୍କୁ ଦିଅ ଅନ୍ନ ପାଣି। ଷୋଡ଼ଶୋପଚାରେ କର ବିଷ୍ଣୁଙ୍କୁ ପୂଜନ। ଶ୍ରୀହରିଙ୍କ ନାମେ ଦିଅ ନୈବେଦ୍ୟ ଭୋଜନ। ଲଭିବ ପରମ ଗତି ପାଇବ ମୁକତି। ଅନ୍ତିମେ ବିଷ୍ଣୁଙ୍କ ଆଳେ କରିବ ବସତି। ଆଜି ପୂର୍ଣ୍ଣମାସୀ ବ୍ରତ ହେଲା ସମାପନ। ହରି ବୋଲ ହୁଳ ହୁଳି ଦିଅ ସାଧୁଜନ। ପଢ଼ୁ ପୁରାଣ ଉତ୍ତର ଖଣ୍ଡର ଏ ବାଣୀ। ସୌନକ ଆଗେ କହିଲେ ସୁତ ମହାଜ୍ଞାନୀ। ସତ୍ୟଭାମା ଶ୍ରୀକୃଷ୍ଣଙ୍କ ଚରିତ ଆଖ୍ୟାନ। ଭାଷା ପରିବନ୍ଧେ ଏହା ହୋଇଛି ବର୍ଣ୍ଣନ। ପଞ୍ଚମ ଛାନ୍ଦରେ ବ୍ରତ ଗୀତ ହେଲା ଶେଷ। ଗୀତ ପ୍ରବନ୍ଧେ ଭଣିଲେ ନାକପାଳ ଦାସ। ଇତି ଶ୍ରୀ ପଦ୍ମପୁରାଣେ ପଞ୍ଚକବ୍ରତ ମହାତ୍ମ୍ୟେ ଶ୍ରୀକୃଷ୍ଣ ସତ୍ୟଭାମା ସମ୍ବାଦେ କପୋତ କପୋତି ମୋକ୍ଷ ଉବାଚ ଚରିତ କଥନେ ନାମ ପଞ୍ଚମଧ୍ୟାୟ।